नमस्कार। आकाशवाणी कटक आंचलिक संवाद पढ़ुछंती मलय रंजन मिश्र। कृषि क्षेत्र आह्वानगुड़िकर मुकाबिला सह ओडिशा को आत्मनिर्भरशील करने दिगरे प्रयास जारी रखा नीति निर्धारक वैज्ञानिक एवं गवेषकों को राज्यपाल डॉक्टर हरिबाबू कंभमपाटी आह्वान देइछंती। ओयूएटी गतकाली आयोजित ओडिशार कृषि व्यवसाय शीर्षक जातीय सम्मेलन को उद्घाटन करी राज्यपाल यह कहिछंती। केन्द्र और राज्य सरकार द्वारा प्रवर्तित विभिन्न योजनागुड़िक शिक्षा पाठ्यक्रम सामिल करने उपरे से गुरुत्व आरोप करिछंती। एही अवसर में कृषि क्षेत्र ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ସେ ଆଲୋକପାତ କରିଥିଲେ। ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ମାନଚିତ୍ରରେ ସୁବର୍ଣ୍ଣପୁର ପୁରାତନ କାଳରୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ଜିଲ୍ଲାର ଆକର୍ଷଣୀୟ ବୟନ ଏବଂ ହସ୍ତଶିଳ୍ପ ରାଜ୍ୟକୁ ଗୌରବାନ୍ୱିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲି 323 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର 56ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ଉପରେ ଗୋଧନେଶ୍ୱର ଏବଂ ଖଇରମାଳ ସହିତ ଉଲୁଣ୍ଡାର ହରିହର ଜୋର ଏବଂ ବୀର ମହାରାଜପୁରର ସୁରୁବାଲିଠାରେ 4ଟି ନଦୀଗର୍ଭ ଜଳାଶୟ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟର ଚୂଡ଼ାନ୍ତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ନୀତିରେ ସଂଶୋଧିତ ରିହାତି ବ୍ୟବସ୍ଥା ସଂକ୍ରାନ୍ତ ଏକ ଆଲୋଚନା ଚକ୍ର ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି। ଓଡ଼ିଶା ପ୍ରଦତ୍ତ ସୁବିଧା ଇଏସ୍ଡିଏମ୍ ଲକ୍ଷ୍ୟ ପୂରଣ ଦିଗରେ ଏକ ଅନୁପ୍ରେରଣା ଶୀର୍ଷକ ଏହି ଆଲୋଚନା ଚକ୍ରରେ ଆଇଟି ଶିଳ୍ପ କ୍ଷେତ୍ରର ପ୍ରତିନିଧି ଏବଂ ବିଭାଗୀୟ ଉଚ୍ଚ ପଦାଧିକାରୀ ଯୋଗଦେଇ ପ୍ରସ୍ତାବିତ ସଂଶୋଧିତ ରିହାତି ଏବଂ ଶିଳ୍ପ ଅନୁକୂଳ ପ୍ରସ୍ତାବ ଉପରେ ମତ ବିନିମୟ କରିଛନ୍ତି। ବିଭାଗୀୟ ପ୍ରମୁଖ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ 5 କୋଟି ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ ଗବେଷଣା ଏବଂ ବିକାଶ ସହାୟତା, ଇଏସ୍ଡିଏମ୍ ପାର୍କ ବିକାଶ ପାଇଁ 600 କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଏବଂ ସବୁଜ ଶକ୍ତିର ସୁଲଭତା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତାଫାପୁର ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ଗୋହିରାଟିକିରି ପୀଠର ବିକାଶ ଏବଂ ସଂରକ୍ଷଣ ସମ୍ପର୍କରେ ୟୁନେସ୍କୋ ପକ୍ଷରୁ ସମୀକ୍ଷା କରାଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅନୁରୋଧ କ୍ରମେ ୟୁନେସ୍କୋର ପ୍ରତିନିଧି ମଣ୍ଡଳୀ ଗତକାଲି ଗୋହିରାଟିକିରି ପୀଠରେ କ୍ଷତ୍ରିୟ ଅନୁଧ୍ୟାନ କରିଛନ୍ତି। ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ସହ ପୀଠର ପ୍ରଚାର ଓ ପ୍ରସାର ନେଇ ମତ ବିନିମୟ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଅନୁଧ୍ୟାନ ସଂକ୍ରାନ୍ତ ରିପୋର୍ଟ ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିନିଧିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ 11 ବର୍ଷ ପୂର୍ତ୍ତି ଏବଂ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ଅବସରରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକଠାରେ ଏକ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ବିକଶିତ ଭାରତ ଅମୃତକାଳ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଯୋଜନା ଆଦି ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଏହି କର୍ମଶାଳାରେ ଆଲୋକପାତ କରାଯାଇଛି। ଏଥିରେ ବିଜେପିର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଯୋଗଦେଇ ଡବଲ ଇଞ୍ଜିନ୍ ସରକାରଙ୍କ ଉପଲବ୍ଧି ଉପରେ ସୂଚନା ପ୍ରଦାନ କରାଯାଇଛି। ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ଢେଙ୍କାନାଳଠାରେ ପର୍ଯ୍ୟାୟକ୍ରମେ ସନ୍ତରଣ ପ୍ରଶିକ୍ଷଣ ଶିବିର ଜାରି ରହିଛି। ଜିଲ୍ଲା ଜରୁରୀକାଳୀନ ବିଭାଗର ମିଳିତ ସହଯୋଗରେ ସପ୍ତଶଯ୍ୟା ସତ୍ୟସାଗର ୱାଟର ପାର୍କଠାରେ ଏହି ପ୍ରଶିକ୍ଷଣ ଶିବିର ଚାଲିଛି। ପାଣିରେ ବୁଡ଼ି ପ୍ରାଣହାନୀଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି। ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେଉଥିବା ଏହି ଶିବିର ଆସନ୍ତା ଅଗଷ୍ଟ 9 ତାରିଖ ପର୍ଯ୍ୟନ୍ତ ଚାଲିବ। ସିଏମ୍ ଟ୍ରଫି କ୍ରୀଡ଼ା ଅଭିଯାନ ଅନ୍ତର୍ଗତ 15 ବର୍ଷରୁ କମ୍ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିୟନସିପ୍ର ଫାଇନାଲ ମ୍ୟାଚ୍ ଆଜି ଖେଳାଯିବ। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମଠାରେ ସକାଳ 8ଟାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଭୁବନେଶ୍ୱର ଏଫ୍ସି ଏବଂ ବରଗଡ଼ ଏଫ୍ସି ମଧ୍ୟରେ ମୁକାବିଲା ହେବ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତକାଲି ପ୍ରବଳ ଗରମ ତଥା ଗୁଳୁଗୁଳି ଅନୁଭୂତ ହୋଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ପ୍ରାୟ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଗତକାଲି ସର୍ବାଧିକ ଦିନ ତାପମାତ୍ରା ସମ୍ବଲପୁରଠାରେ 40.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।